ଓହୋ ସେଇ ସବୁବେଳେ ସେ ବଦମତି ଶୁଣ ଆମେ ଦୁଇ ଥର ନାଚି ନାଚିକା ତମ ଡୁପ୍ଲିକେଟ ଭଉଣୀ ଘରେ ପହଞ୍ଚିଗଲେ ଡୁପ୍ଲିକେଟ ଭଉଣୀ ମଦ ମାପାଇଲାକୁ ନାଚୁଛ ଟିକେ ମିଠା କଥା କହିକି କୋମଳ ସ୍ୱରରେ ଡାକୁନ ମାଇ ସୁଇଟ ସିଷ୍ଟର ରୁଦ୍ରାଣୀ ମିଠା କଥା କହିଲି କାଇଁ ଏ ରୁଦ୍ରାଣୀ ଆଉ ନା କୁଆଡ଼େ ଗଲ ମୋ ଗେଙ୍ଗି ନଣନ୍ଦ ରୁଦ୍ରାଣୀ ଅଧୀର ବୟସରେ ଡାକୁଛ ଅନେଇଲୁ ଏ ଭଉଣୀ ଘର ସେ ଭଉଣୀ ଘର କେତେ ଆଉ ବୁଲିଆ ତା ଘରକୁ ମଦ ପିଇକି ଆଇଥିଲି ସିଏ ଆଉ ଶୁଣୁନି ଯାହା ଟଙ୍କାଟା ଚୋରି କରିଥିଲି ଯାହା ଖାଇଛି ଦେଖିଲ ଦେଖିଲ ୟାର ଟିକେ ଅଧାଳିଆ ଲୋକଟା ବେଶୀ ଘୋଡେଇକି ଆସୁଛି ଜାଣିପାରିଲି ଇଏ ମୋ ଭିଣେଇ ଭାଇ ଶିବଶଙ୍କର ଭାଇ ଅଶୋକନଗର ଖଣ୍ଡେ ମୋ ଭାଇର କି ଷ୍ଟାଇଲ ମୋ 25 ବର୍ଷର ଟୋକାଟି ମୋ ଗୋପାଳ ଭାଇ ଦ୍ୱାର ଭିଣେଇ ଭାଇ ମୋ କମରଟାକୁ ଭାଙ୍ଗିଦେଲା ମୁଁ ହଗି ପାରିଲି ହଁ ହଁ ଲୋ ମୁଁ କଣ କରିବି ନା ତମକୁ କିଏ କହୁଥିଲା ନା ତାଙ୍କ ଘର ତଳେ ତମେ କହିଲା ଅମେଇକି ଶୋଇ ଡାକୁଲ ବାଇ ନମସ୍କାର ଜୟ ବାବା ମୁଁ ହଉଛି ତମ ଶରଣ ଭାଉଜ ମାନେ ତମ ବଡ଼ ଶଣଙ୍କ ସ୍ତ୍ରୀ ମତେ ଟିକେ ଟେକିକିରି ଭଲକି ଦେଖ କାହିଁକି ଟେକୁନାହାନ୍ତି ଦଣ୍ଡି ସିଏ କି ନା ଡାଇବେଟିସ୍ ବୁଝିଲୁ ନା 36 ବୁଝା ନା 42 ବୁଝା ତ ନା କଣ କହନି 10 ବୁଝା ମତେ ଲାଗୁଛି ଇଏ ଆମ ଭିଣେଇ ଭାଇ ଶିବଶଙ୍କର ନୁହଁ ଆଉ ଇଏ ବୋଧେ ତାଙ୍କ ବାପା ନା ନା ତାଙ୍କ ବାବା ପ୍ରାୟ କେବେ ଘର ଛାଡ଼ିକି ତାଙ୍କ ବୁଢ଼ୀ ନେଇ କୁଆଡ଼େ ପଳେଇ ଯାଇଛନ୍ତି ନା ବୁଢ଼ୀ ମୁଁ ପଳେଇ ଯାଇଥିଲା ଏଇ 2 ଦିନ ଭିତରେ ବୋଧେ ବୁଢ଼ା ଫେରିଛି ଏରେ ଭଉଣୀ ଶ୍ୱଶୁର ଭଉଣୀ ଶ୍ୱଶୁର ବାପା ବୋଲି ଡାକୁନ ବାପା ଆପଣ ମୋ ନିଜ ବାପା କାହିଁକି ନା ମୋ ନିଜ ବାପା ଡାହିରିଆରେ ମରି ଯାଇଛନ୍ତି ବାପା ନିଜ ବାପାକୁ ଡାଇରିଆ ହଉଥିଲା ସତ ହେଲେ ସେ ମରି ନାହାନ୍ତି ସମୁଦ୍ର ପରିବାର ସମସ୍ତେ ଜାଣିପାରିବେନି ନା ସେ ରାଣ୍ଡି ପୁଅ ମରିନି ବାପା ଆକାଶ ବିହାରରେ 42ଟା ସାମ୍ନାରେ ଲାଗିଲା ପରେ ସେ ରାଣ୍ଡି ପୁଅ ବଞ୍ଚିଲା ବାପା ମୁଁ ଆପଣଙ୍କ ଘରେ ଆପଣଙ୍କ ପୁଅ ହେଇକି ରହିବି ଆପଣ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ପଡ଼ିବେ ହଗି ପାରିବେନି ମୁଁ କଲମ ଦେଖେଇକି ଆପଣ ହଗିବେ ମୁଁ ନେଇକି ଆମ ଭେଣ୍ଡି ତିଆରିରେ ଖତ କରିବି ଏରେ ବେହି ପୁଅ କୃତିବାସ ମାକେ ତୋର ପ୍ରବଳ ଦୋଷ 15 ମିନିଟ୍ ଗପୁଛି ମୋ କଥାକୁ ରିସିଭ୍ କରିବ କ'ଣ କହିବି ସେ ଦୁଃଖ କାହାଣୀ ମୋ ବାପାଟା ଏତେ ଚରିତ୍ରହୀନ ଲମ୍ପଟ ଯେ ମୋ ବୋଉ ମରିଗଲା ପରେ ଆମ ଗାଁର ସବୁ ଲେଡିସ୍ଙ୍କୁ ମୋ ବୋଉ ବୋଲି ଭାବୁଛି ବାପା ବିଧବାଙ୍କୁ ବାଦ ଦଉନି ଶଙ୍ଖା ସିନ୍ଦୁର ପିନ୍ଧଉଛି 8 ଦିନ ତଳେ ଗୋଟେ ଘୁଷୁରୀକୁ ରେପ୍ କରିଥିଲା IIC ସାର୍ ଖଣ୍ଡଗିରିରୁ ଆମର ଖୋର୍ଦ୍ଧା ଛକ ପର୍ଯ୍ୟନ୍ତ ଏମିତି ପିଟିଲା ବାପା ମୋ ଇଜ୍ଜତ ମତ ମାଟିରେ ମିଶିଗଲା ଖାଲି ସେତିକି ନୁହଁ ମୋ ଶ୍ୱଶୁର ଖାଲି ରାଣ୍ଡ ନୁହଁ ନା ଜଣେ ଭଲ ଆଉ